କେବେ ଏବଂ କେଉଁଠି ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି20? ଜାଣନ୍ତୁ ଲାଇଭ୍ ଷ୍ଟ୍ରିମ୍ର ବିବରଣୀ। ତେବେ ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଏପର୍ଯ୍ୟନ୍ତ ବହୁତ ରୋମାଞ୍ଚକର ରହିଛି। ଟେଷ୍ଟ ଏବଂ ଓଡିଆଇ ସିରିଜ୍ ଶେଷ ହୋଇଛି। ଟିମ୍ ଇଣ୍ଡିଆ ଟେଷ୍ଟ ଏବଂ ଓଡିଆଇ ସିରିଜ୍ ଜିତିଛି ଏବଂ ଏବେ ଟି20ର ପାଳି। ଆଗାମୀ ଟି20 ବିଶ୍ୱକପ୍ ପୂର୍ବରୁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ହେବ, ଯେଉଁଠାରେ ଭାରତ ତାର ପ୍ରସ୍ତୁତିକୁ ପରୀକ୍ଷା କରିବାକୁ ଏବଂ ସମ୍ଭାବ୍ୟ ପରିବର୍ତ୍ତନ କରିବାକୁ ଚାହିଁବ। ଫର୍ମାଟ୍ ସହିତ ସମୟ ଏବଂ ସ୍କ୍ୱାଡ୍ ମଧ୍ୟ ପରିବର୍ତ୍ତନ ହେଉଛି ଏବଂ କୋହଲି ଓ ରୋହିତ ଆଉ ଦେଖାଯିବେ ନାହିଁ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି20 କେବେ ଏବଂ କେଉଁଠି ଖେଳାଯିବ ତାହା ଜାଣନ୍ତୁ। ଏଠାରେ ଉଭୟ ଦଳର ସ୍କ୍ୱାଡ୍ ଏବଂ ମ୍ୟାଚ୍ର ଲାଇଭ୍ ପ୍ରସାରଣ ଏବଂ ଲାଇଭ୍ ଷ୍ଟ୍ରିମ୍ ବିବରଣୀ ଦିଆଯାଇଛି। ସୁମନ ଗିଲଙ୍କ ଆଘାତ ପରେ ରିଷଭ ପନ୍ତ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ଯଦିଓ ଭାରତ 2ଟି ମ୍ୟାଚ୍ ହାରିଥିଲା, ଗିଲଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲଙ୍କୁ ଦିନିକିଆ ସିରିଜର ନେତୃତ୍ୱ ଦିଆଯାଇଥିଲା। ବିରାଟ କୋହଲି ଏବଂ ରୋହିତ ଶର୍ମା ଏଠାରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭାରତ 2-1ରେ ସିରିଜ୍ ଜିତିଥିଲେ। ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଟି20 ସିରିଜ୍ ପାଇଁ ପ୍ରସ୍ତୁତ। ଏଡେନ୍ ମାର୍କରାମ୍ ଦକ୍ଷିଣ ଆଫ୍ରିକାର ଅଧିନାୟକ ହେବେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ୍ ମଙ୍ଗଳବାର ଡିସେମ୍ବର 9 ତାରିଖରେ ଖେଳାଯିବ ଓଡ଼ିଶାର କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି20 ମ୍ୟାଚ୍ ଡିସେମ୍ବର 9 ମଙ୍ଗଳବାର ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଟସ୍ ସନ୍ଧ୍ୟା 6:30ରେ ହେବ।